ଆମେ କେତେ ସୌଭାଗ୍ୟଶାଳୀ ଲୋକମାନେ ଅଟୁ ପ୍ରିୟ ଭାଇ ଭଉଣୀ ମାନେ। ଆମେ କୋଉ ଚର୍ଚ୍ଚକୁ ଆମେ ଯାଇନୁ, ଆମ ନିଜ ଘରେ ଅଛୁ। ଆଉ ଆମର ନିଜ ଘରେ ବସି ଆମେ ପ୍ରଭୁଙ୍କର ଆୱାଜକୁ ଆମେ ଶୁଣି ପାରୁଛୁ। କାରଣ ଆମ୍ଭମାନଙ୍କ ପରମେଶ୍ୱର ସେ ଆମ୍ଭମାନଙ୍କ ସହିତ କଥା ହେବା ପରମେଶ୍ୱର ଅଟନ୍ତି। ଆମ ପରମେଶ୍ୱରଙ୍କ ଠାରେ କୌଣସି ପରିବର୍ତ୍ତନ ନାହିଁ। ସଂସ୍ଥାର ପରିବର୍ତ୍ତନ ରହିଛି, ସରକାରର ପରିବର୍ତ୍ତନ ରହିଛି, ଋତୁର ପରିବର୍ତ୍ତନ ରହିଛି, ଆଉ ସବୁ ବିଷୟର ପରିବର୍ତ୍ତନ ରହିଛି। ମାତ୍ର ଏଭ୍ରି ପୁସ୍ତକର ଲେଖକ, ଏଭ୍ରି ପୁସ୍ତକ ଟୀକାର ଲେଖକ କହନ୍ତି ଯେ ଯୀଶୁ ଖ୍ରୀଷ୍ଟ ଆଜି କାଲି ଆଉ ଚିରକାଳ ସେ ସମାନ ଅଟନ୍ତି। ଆମ୍ଭମାନଙ୍କ ପରମେଶ୍ୱର ପୂର୍ବରେ ସେ କଥା ହଉଥିଲେ, ଆଜି ମଧ୍ୟ ସେ ଆମମାନଙ୍କ ସହିତ କଥା ହଉଛନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ପରମେଶ୍ୱର ଆଜି ଆମମାନଙ୍କୁ କହିବା ପାଇଁ ଚାହାନ୍ତି। ଏହି ଜୁମ୍ ଯୋଗେ ଆମେ ଯେତେ ଜଣ ଜଡ଼ିତ ହେଇଛୁ, ପରମେଶ୍ୱର ଆମମାନଙ୍କୁ କହିବା ପାଇଁ ଚାହାନ୍ତି ମୁଁ ତୁମ୍ଭମାନଙ୍କ ସହିତ, ମୁଁ ଆପଣମାନଙ୍କ ସହିତ କିଛି କଥା ହେବା ପାଇଁ ଚାହୁଁଛି। ଆମେ ଯେଉଁମାନେ ଆଜି ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ, ସହଭାଗିତା କରିବା ପାଇଁ ଆମେ ଉପସ୍ଥିତ ଅଛୁ, ପ୍ରଭୁଙ୍କୁ କହିବାର ଅଛି ପ୍ରଭୁ ତୁମେ କଥା ହୁଅ, ମୁଁ ଶୁଣିବା ପାଇଁ ପ୍ରସ୍ତୁତ ଅଛି। କେବଳ ମୁଁ ଶୁଣିବା ପାଇଁ ନୁହେଁ ପ୍ରଭୁ, ତୁମେ ଯାହା କହିବ ତାହା ମୁଁ ମାନିବା ପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଅଛି। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ। ଆସନ୍ତୁ ଗୋଟେ ବାକ୍ୟ ପଢି ମୁଁ ଆଗକୁ ନେବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଗୋଟେ ବାକ୍ୟ ବାହାର କରିବେ। ହିତୋପଦେଶ 1 ଅଧ୍ୟାୟ ମୋ ସହିତ ବାହାର କରିବେ। ହିତୋପଦେଶ 1 ଅଧ୍ୟାୟ 7 ପଦ ପଢିବାରେ ସାହାଯ୍ୟ କରିବେ। ହିତୋପଦେଶ 1 ଅଧ୍ୟାୟ 7 ପଦ କେହି ଜଣେ ପଢନ୍ତୁ। ଲୋକଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ମାତ୍ର ନିର୍ବୋଧ ଲୋକ ଜ୍ଞାନ ଓ ଉପଦେଶ ତୁଚ୍ଛବୋଧ କରନ୍ତି। ଦେଖନ୍ତୁ, ଦୁନିଆର ସବୁଠାରୁ ଜ୍ଞାନୀ ବ୍ୟକ୍ତି ଏହି ବାକ୍ୟକୁ ସେ ଲେଖୁଛନ୍ତି। ସେ କଣ ବୋଲି ଲେଖୁଛନ୍ତି? ଲେଖାଯାଉଛି ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ। ଏହି ସ୍ଥାନରୁ ମୋର ପ୍ରସଙ୍ଗକୁ ମୁଁ ଆରମ୍ଭ କରିବା ପାଇଁ ଚାହେଁ। ଆପଣମାନେ ଜାଣନ୍ତି କି ଖ୍ରୀଷ୍ଟିଆନ ଜୀବନର ପ୍ରାଥମିକ ବିଷୟ, ଖ୍ରୀଷ୍ଟିଆନ ଜୀବନର ଏବିସିଡି ବୋଲି କହିଲେ ଭୁଲ ହେବ ନାହିଁ। ଜାଣିଛନ୍ତି ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁ ସମୟରେ ଆପଣମାନଙ୍କ ଛୁଆମାନଙ୍କୁ ଯେଉଁ ସମୟରେ ପ୍ରଥମ ଶ୍ରେଣୀରେ ଆପଣମାନେ ଜଏନ୍ କଲେ, ଇଭେନ୍ ଆମ୍ଭେମାନେ ମଧ୍ୟ ଯେଉଁ ସମୟରେ ଆମେ ସ୍କୁଲକୁ ଗଲୁ, ପାଠ ପଢିଲୁ, ପ୍ରଥମରେ ଆମେ କଣ ଶିଖିଲୁ? ଆମେ ପ୍ରଥମରେ ଏବିସିଡି ଆମେ ଶିଖିଲୁ। এটা হচ্ছে খ্রিস্টিয়ান জীবনর এবিসিডি। সেটা কোন সে এবিসিডি? সদাপ্রভুଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଜୀବନର ପ୍ରଥମ ବିଷୟ ହେଉଛି ପରମେଶ୍ୱରଙ୍କ ଭୟ। ପରମେଶ୍ୱରଙ୍କୁ ଭୟ କରିବା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ମହତ୍ୱପୂର୍ଣ୍ଣ ଅଟେ। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ। ଆଜି ଆପଣ ଦେଖିବେ ମଣ୍ଡଳୀରେ ହେଉ, ଆପଣ ପାରିବାରିକ ଜୀବନରେ ହେଉ, ଆଜି ଖ୍ରୀଷ୍ଟିଆନ ସମାଜରେ ପରମେଶ୍ୱରଙ୍କ ପ୍ରତି ଭୟ କମି କମି ଯାଉଛି। ପରମେଶ୍ୱରଙ୍କ ପ୍ରତି ସେମାନଙ୍କ ଭୟ ନାହିଁ। ଆପଣ ଦେଖିବେ ଆମେ ଭାରତ ଦେଶରେ ବାସ କରୁଛୁ, କେ ଜାଣେ ପାକିସ୍ତାନ ଆମ ଉପରେ ମାଡ଼ି ପଡିବେ, ଏହି ଭୟ ଆମମାନଙ୍କ ଭିତରେ ଅଛି। ଆମେ ଯଦି ଅନ୍ଧାରରେ ବାହାରେ ବାହାରୁ, ଆମେ ଭାଲୁ ବାଘକୁ ଆମେ ଡରୁ, ଆମେ ଚୋରମାନଙ୍କୁ ଆମେ ଭୟ କରୁ। ଇଭେନ୍ ଏ ପ୍ରକାର ଖ୍ରୀଷ୍ଟିଆନ ମଧ୍ୟ ଆଜି ଅଛନ୍ତି, ସେମାନେ ଭୂତମାନଙ୍କୁ ଡରନ୍ତି। କିନ୍ତୁ ଦୁଃଖର ବିଷୟ, ଆଜି ଖ୍ରୀଷ୍ଟିଆନ ଚର୍ଚ୍ଚରେ, ଆଜି ସଂସ୍ଥାରେ ହେଉ କିମ୍ବା ମଣ୍ଡଳୀରେ ହେଉ, ପରମେଶ୍ୱରଙ୍କର ଭୟ କମି କମି ଯାଉଛି। ପରମେଶ୍ୱରଙ୍କର ଭୟ ଲୋକମାନଙ୍କ ପ୍ରତି କମି ଯାଉଛି। ପରମେଶ୍ୱର ଆମମାନଙ୍କୁ ଗୋଟେ କଥା କହନ୍ତି, ବାକ୍ୟ କହୁ କହୁ ସେ ମତେ ଗୋଟେ ବାକ୍ୟ ପ୍ରଭୁ ଦେଉଛନ୍ତି ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ। ଆପଣମାନେ ପଢିବେ ଯିଶାୟ ପୁସ୍ତକ 5 ଅଧ୍ୟାୟ ମୋ ସହିତ ବାହାର କରିବେ। ଯିଶାୟ ପୁସ୍ତକ 5 ଅଧ୍ୟାୟ ଆପଣମାନେ ମୋ ସହିତ ପଢିବେ। ଯିଶାୟ ପୁସ୍ତକ 5 ଅଧ୍ୟାୟ ଏଇଟା ପଢିବା ପୂର୍ବରୁ ଆମେ ଗୋଟେ ବାକ୍ୟ ପଢି ଆଗକୁ ବଢିବା। ଏ ବାକ୍ୟ ପଢିବା ପୂର୍ବରୁ ଆପଣମାନେ ମୋ ସହିତ ପଢିବେ ଗୀତ ସଂଗୀତାକୁ ଆସନ୍ତୁ। ଗୀତ ସଂଗୀତା 4 ଅଧ୍ୟାୟକୁ ଆସନ୍ତୁ। ଗୀତ ସଂଗୀତା 4 ଅଧ୍ୟାୟ 4 ପଦ ପଢନ୍ତୁ। ଗୀତ ସଂଗୀତା 4 ଅଧ୍ୟାୟ 4 ପଦ। ଓ ପାପ କର ନାହିଁ, ତୁମ୍ଭେମାନେ ଶଯ୍ୟା ଉପରେ ମନେ ମନେ କଥା କହି ନୀରବ ହୁଅ। ଦେଖନ୍ତୁ, ଆଜି ଯୋଉ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହୁଁଛି,
ଯେ ଆଜିର ପ୍ରସଙ୍ଗ ହେଲା ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିର ଗୁଣ। ମତେ ଯୋଉ 40 ମିନିଟ୍ ସମୟ ଦିଆ ହେଇଛି, ସେହି ସମୟ ଭିତରେ ଅଳ୍ପ କେତେ କଥା କହି ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ଅଳ୍ପ ସମୟ ପରାମର୍ଶ ଦେବା ପାଇଁ ଚାହେଁ। ଆଜିର ପ୍ରସଙ୍ଗ ହେଲା ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିର ଗୁଣ କଣ। ଆପଣମାନଙ୍କ ନିକଟରେ ମୁଁ ଯାହା ଲେଖିଛି ହେଇପାରେ ମୁଁ ସବୁ ପଏଣ୍ଟକୁ ମୁଁ କ୍ୟାଚ୍ କରି ନପାରେ, ମାତ୍ର 40 ମିନିଟ୍ ଭିତରେ ଯାହା କହିବା କଥା ଅଳ୍ପ ସମୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ। ଆମେ ସମସ୍ତେ କହୁ ଆମେ ପରମେଶ୍ୱରଙ୍କୁ ଭୟ କରୁ, ଆମେ ସମସ୍ତେ ଚର୍ଚ୍ଚକୁ ଯାଉ, ଆମେ ଆରାଧନା କରୁ, ଆମେ ବାକ୍ୟ ପ୍ରଚାର କରୁ, ବାକ୍ୟ ଶୁଣୁ, ବହୁତ ଭଲ ବିଷୟ। ସେଥିପାଇଁ ପ୍ରଥମରେ ମୁଁ ଆପଣମାନଙ୍କୁ କହିଲେ ନା, ଖ୍ରୀଷ୍ଟିଆନ ଜୀବନର ABCD ପରମେଶ୍ୱରଙ୍କୁ ଭୟ କରିବା। ଆପଣମାନେ ଏଇ ପ୍ରକାର କେଉଁ ସେଣ୍ଟେନ୍ସ ଆପଣମାନେ ଲେଖିପାରୁଛନ୍ତି ଯେ ୱିଥାଉଟ୍ ଆଲଫାବେଟ ବା ABCD ବିନା ଆପଣ କେଉଁ ଶବ୍ଦକୁ ଲେଖିପାରିବେ, କେଉଁ ସେଣ୍ଟେନ୍ସକୁ ଆପଣ ଲେଖିପାରିବେ? ABCD ବିନା ଆମେ କୌଣସି ଶବ୍ଦକୁ ଆମେ ଲେଖିପାରିବା ନାହିଁ। ସେଥିପାଇଁ ପରମେଶ୍ୱରଙ୍କର ଭୟ ନଥାଇ ଆମେ ଆରାଧନା କରିବା, ଆମେ ସେବା କରିବା, ଆମେ ଚର୍ଚ୍ଚକୁ ପ୍ଲାନ୍ କରିବା, ଆମେ ସଂସ୍ଥାରେ ଜଡ଼ିତ ହେବା, ଯାହା କଲେ ମଧ୍ୟ ଆମ ଜୀବନରେ ପ୍ରଥମରେ ପରମେଶ୍ୱରଙ୍କ ଭୟ ଆବଶ୍ୟକ ରହିଛି। ତ ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିର କେତେକ ଗୁଣ ବିଷୟରେ ଆପଣମାନଙ୍କ ନିକଟରେ ମୁଁ ଅଳ୍ପ ସମୟ କହିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ପଢିବେ ଗୋଟେ ବାକ୍ୟ। ଦେଖନ୍ତୁ, ପ୍ରଥମ ଗୁଣ, ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିର ପ୍ରଥମ ଗୁଣ ଆପଣ ବାକ୍ୟରେ ଦେଖିବେ, ହିତୋପଦେଶ 8 ଅଧ୍ୟାୟ 13 ପଦ ପଢନ୍ତୁ ମୋ ସହିତ। ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା, ଅହଙ୍କାର ଓ ଦାମ୍ଭିକତା ଓ କୁପଥ ଏବଂ କୁଟିଳ ମୁଖ ମୁଁ ଘୃଣା କରେ। ଦେଖନ୍ତୁ, ସଦାପ୍ରଭୁ ବିଷୟକ ଭୟ, ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତି ସେ କଣ କରେ? ମନ୍ଦତାକୁ ଘୃଣା କରେ, ପାପକୁ ନାହିଁ ବୋଲି କହେ। ଆପଣମାନଙ୍କ ଭିତରେ, ମୋ ଭିତରେ ଆମେ ଏପରି କିଏ ଅଛୁ ଯାହାକୁ ମରିବାକୁ ଡର ମାତ୍ର ବିଷ ପିଇବାକୁ ଭଲ ଲାଗେ? ଆମମାନଙ୍କ ମଧ୍ୟରେ ଆମେ ଏମିତି କିଏ ଅଛୁ ଆମକୁ ମରିବାକୁ ଡର ମାତ୍ର ଉଡାଜାହାଜରେ ଗଲାବେଳେ ତଳେ ଡେଇଁଦେବୁ? ଆମେ କିଏ ଅଛୁ? କେହି ବି ନାହୁଁ ନା। ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିର ପ୍ରଥମ ଗୁଣ, ସେ ମନ୍ଦତାକୁ ଘୃଣା କରେ, ପାପକୁ ସେ ଘୃଣା କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଆମକୁ ଅନୁଗ୍ରହ କରନ୍ତୁ। ଆଜି ଚର୍ଚ୍ଚରେ ପାପ ବିଷୟରେ ପ୍ରଚାର ବନ୍ଦ ହେଇଗଲାଣି। ଆପଣ ମଣ୍ଡଳୀ ଗୁଡ଼ିକରେ ଦେଖିବେ ପାପ ବିଷୟରେ ପ୍ରଚାର ନାହିଁ, ମନ ପରିବର୍ତ୍ତନ ବିଷୟରେ ପ୍ରଚାର ନାହିଁ। କିନ୍ତୁ ମୁଁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ এই ଧରା ପୃଷ୍ଠକୁ ଆଜିକୁ 2024 ବର୍ଷ ତଳେ ଏଥିପାଇଁ ସେ ଆସିଥିଲେ, ଆପଣମାନଙ୍କୁ ମତେ କେବଳ ସେ ପାପ କ୍ଷମା କରିବେ ସେଥିପାଇଁ ନାହିଁ, ଆମକୁ ପାପରୁ ଉଦ୍ଧାର କରିବା ପାଇଁ ସେ ଆସିଲେ। ପରମେଶ୍ୱରଙ୍କ ନାମର ଗୌରବ ହଉ। ସେ ଆମର ପରମେଶ୍ୱର ଅଟନ୍ତି, ସେ ଆମର ପ୍ରଭୁ ଅଟନ୍ତି। ସେ କହୁଛନ୍ତି, ପୁଅରେ ଝିଅରେ ତୁ ଯେତେ ଚେଷ୍ଟା କଲେ ମଧ୍ୟ ପାପରୁ ବାହାରି ଆସିପାରିବୁ ନାହିଁ, ତୁ ଯେତେ ଚେଷ୍ଟା କଲେ ମଧ୍ୟ ମନ୍ଦତାରୁ ଫେରି ଆସିପାରିବୁ ନାହିଁ, ମୁଁ ତତେ ପାପର ଗାତରୁ ବାହାର କରି ଆଣିବି। ତାହାଙ୍କ ନାମର ଗୌରବ ହଉ। ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିର ପ୍ରଥମ ଗୁଣ, ସେ କଣ କରେ ନାହିଁ? ପାପ କରେ ନାହିଁ, ସେ ପାପକୁ ଘୃଣା କରେ, ପାପକୁ ଘୃଣା କରେ। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ, ଆମେ ସେ ପ୍ରକାର ବ୍ୟକ୍ତି ହେବା, ପରମେଶ୍ୱରଙ୍କୁ ଭୟ କରିବା, ପରମେଶ୍ୱରଙ୍କୁ ଭୟ କରିବା। ଆମେ ରବିବାର ଦିନ ବିଭିନ୍ନ ଲୋକମାନେ ବିଭିନ୍ନ କାମ କାର୍ଯ୍ୟକୁ ଗଲାବେଳେ ମଣ୍ଡଳୀର ସହଭାଗିତା, ମଣ୍ଡଳୀର ସଭା ସମିତି ସମୟରେ ଆମେ ବିଭିନ୍ନ କାମ କାର୍ଯ୍ୟକୁ ଛାଡି ଆମେ ପ୍ରଭୁଙ୍କ ଗୃହକୁ ଯାଉ। କାହିଁକି ଯାଉ? କାରଣ ଆମର ପରମେଶ୍ୱରଙ୍କୁ ଆମେ ପ୍ରେମ କରୁ, କାରଣ ଆମର ପରମେଶ୍ୱରଙ୍କୁ ଆମେ କଣ କରୁ? ଭୟ କରୁ। ପରମେଶ୍ୱର ଆମକୁ ଦୟା କରନ୍ତୁ। ତାପରେ ଆମେ ଦେଖୁଛୁ ମନ୍ଦତା ପ୍ରତି ଘୃଣା, ଅହଙ୍କାର, ଦାମ୍ଭିକତା ଓ କୁପଥ ଏବଂ କୁଟିଳ ମୁଖ ମୁଁ କଣ କରେ? ଘୃଣା କରେ। ଯାହା ପରମେଶ୍ୱରଙ୍କ ଦୃଷ୍ଟିରେ ଭଲ ନାହିଁ, ସେଇ ବିଷୟକୁ ପ୍ରଭୁଙ୍କୁ ଭୟ କରୁଥିବା ବ୍ୟକ୍ତି ସେଟା କଣ କରିପାରେ ନାହିଁ? ଗ୍ରହଣ କରିପାରେ ନାହିଁ। ସେ ପ୍ରଭୁଙ୍କ ପ୍ରତି ଯାହା ଘୃଣାର ବିଷୟ,
ପ୍ରଭୁଙ୍କୁ ଭୟ କରୁଥିବା ବ୍ୟକ୍ତିକୁ ମଧ୍ୟ ସେଟା ଘୃଣା ଲାଗେ, ମନ୍ଦତାକୁ ସେ ଘୃଣା କରେ। ଯଦି ଆପଣମାନେ ଯୋସେଫଙ୍କ ବିଷୟରେ ଦେଖିବେ, ଯୋସେଫ ତାଙ୍କର ନିଜ ଭାଇମାନେ ମିଶର ଦେଶରେ ତାଙ୍କୁ ବିକ୍ରି କରିଦେଲେ। ଆପଣମାନେ ମୋ ସହିତ ସେ ବାକ୍ୟ ବାହାର କରିବେ, ଆଦି ପୁସ୍ତକ ଚାପ୍ଟର 39, ଆଦି ପୁସ୍ତକ 39 ଅଧ୍ୟାୟ ମୋ ସହିତ ଆପଣମାନେ ବାହାର କରନ୍ତୁ। ଆଦି ପୁସ୍ତକ 39 ଅଧ୍ୟାୟ 10 ପଦରୁ ଆପଣମାନେ ଆଗକୁ ପଢିବାରେ ସାହାଯ୍ୟ କରିବେ। ତଥାପି ସେ ସ୍ତ୍ରୀ ଦିନକୁ ଦିନ ଯୋସେଫକୁ ଏପରି କହେ, ମାତ୍ର ଯୋସେଫ ତାହା ସଙ୍ଗେ ଶୟନ କରିବାକୁ କିମ୍ବା ତା ନିକଟରେ ରହିବାକୁ ସମ୍ମତ ହୁଅନ୍ତି ନାହିଁ। ଅନନ୍ତର ଦିନକରେ ଯୋସେଫ ନିଜ କାର୍ଯ୍ୟ ନିମନ୍ତେ ଗୃହ ଭିତରକୁ ଗଲେ, ପୁଣି ଗୃହର ଦାସ ମଧ୍ୟରୁ କେହି ସେଠାରେ ନଥିଲା। ତେଣୁ ସେ ଯୋସେଫଙ୍କର ବସ୍ତ୍ର ଧରି ମୋ ସଙ୍ଗେ ଶୟନ କର ବୋଲି ଟଣାଟଣି କଲା, ମାତ୍ର ଯୋସେଫ ତା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇ ଗଲେ। ଦେଖନ୍ତୁ, ଯୋସେଫ ସେ ନିଜ ଘରେ ନାହାନ୍ତି। ସେ କୋଉଠି ଅଛନ୍ତି? ସେ କିଣା ଦାସ ଭାବରେ ମିଶର ଦେଶରେ ସେ ଜଣକର ଘରେ ଦାସତ୍ୱ, ପୋଟିଫରର ଘରେ ସେ ଦାସ୍ୟ କର୍ମ କରୁଛନ୍ତି। ଘର ପୋଛୁଛନ୍ତି, ବାସନ ମାଜୁଛନ୍ତି, ସେମାନେ ଯାହା କହିଲେ ସେ ତାହା କରୁଛନ୍ତି। ଏହିପରି ପରିସ୍ଥିତିରେ ସେ କଣ କରୁଛନ୍ତି? ପାପକୁ ନାହିଁ ବୋଲି ସେ କହିପାରୁଛନ୍ତି। କାହିଁକି? ଆପଣମାନେ ଥରେ ଚିନ୍ତା କରନ୍ତୁ ତ। ଯୋସେଫଙ୍କ ପାଖରେ ପାଳକ ଥିଲେ କି? ଯୋସେଫ ପବିତ୍ର ଆତ୍ମାରେ ପୂର୍ଣ୍ଣ ଥିଲେ କି? ଯୋସେଫ ବାପ୍ତିସ୍ମ ନେଇଥିଲେ କି? ଯୋସେଫଙ୍କ ସମୟରେ ଜୁମ୍ ମିଟିଂ ଥିଲା କି? ଯୋସେଫଙ୍କ ସେ ବକ୍ତା ଥିଲେ କି? ସେ ପ୍ରଚାରକ ଥିଲେ କି? ନାଇଁ। ଯୋସେଫ ଏଥିପାଇଁ ସେ ପାପ ଉପରେ ଜୟ ପାଇପାରିଲେ, ପାପକୁ ଏଥିପାଇଁ ସେ ଘୃଣା କରିପାରିଲେ, ଗୋଟିଏ ବିଷୟ ତାଙ୍କ ପାଖରେ ଥିଲା, ତାଙ୍କର ପିତା ତାଙ୍କୁ ଶିଖାଇଥିଲେ, ତାହା ହଉଛି ପରମେଶ୍ୱରଙ୍କୁ ଭୟ କରିବାଟା। ସେଥିପାଇଁ ସେ କହିଲେ, ଯୋସେଫ କଣ ବୋଲି କହିଲେ? ଆପଣମାନେ 9 ପଦ ପଢିବେ, ଏହି ଗୃହରେ ମୋ ଠାରୁ ବଡ କେହି ନାହିଁ, ତୁମ୍ଭେ ତାଙ୍କର ଭାର୍ଯ୍ୟା, ଏ ନିମନ୍ତେ କେବଳ ତୁମ୍ଭ ଛଡା ମୋ ପ୍ରତି ଆଉ କିଛି ମଣା ନାହିଁ। ଏହେତୁ ମୁଁ କି ରୂପେ ଏଡେ ବଡ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ? ମୁଁ କେମିତି ପାପ କରିପାରିବି? ମୋର ବାପା ସିନା ଏଠାରେ ନାହାନ୍ତି, ମୋର ମା ସିନା ଏଠାରେ ନାହାନ୍ତି, ମାତ୍ର ମୋର ପରମେଶ୍ୱର ମତେ ଦେଖୁଛନ୍ତି, ମୋର ପରମେଶ୍ୱର ଦେଖୁଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆପଣମାନେ ଧ୍ୟାନ ସହିତ ଶୁଣନ୍ତୁ। ପରମେଶ୍ୱର ସବୁ ଦେଖିପାରନ୍ତି। ଆପଣ ଆପଣଙ୍କର ସ୍ତ୍ରୀଙ୍କ ଆଖିରେ ଧୂଳି ଦେଇ କୁଆଡେ ଖସି ଯାଇପାରିବେ, ଆପଣଙ୍କ ସ୍ୱାମୀକୁ ଆପଣ ଆଖିରେ ଧୂଳି ଦେଇ କୁଆଡେ ଖସି ଯାଇପାରିବେ, କିନ୍ତୁ ପରମେଶ୍ୱରଙ୍କର ଚକ୍ଷୁ ସର୍ବତ୍ର ବ୍ୟାପୀ ଥାଏ। ସେ ସମସ୍ତଙ୍କୁ ସେ ଦେଖନ୍ତି। ଆଉ ଏହି ଭୟ ଯୋସେଫଙ୍କ ପାଖରେ ଥିଲା। ଆଜି ମୁଁ ଆପଣମାନଙ୍କୁ ଏତିକି କହିବା ପାଇଁ ଚାହେଁ, ଆମେ ଖ୍ରୀଷ୍ଟିଆନ ହେଲୁ କି, ପ୍ରଚାରକ ହେଲୁ କି, ବକ୍ତା ହେଲୁ କି କଣ ହେଲୁ, ଯାଇ ଆସେ ନାହିଁ। ମୁଁ କହିବା ପାଇଁ ଚାହେଁ, ଆମେ ପରମେଶ୍ୱରଙ୍କୁ ଭୟ କରିବା ଗୋଟେ ଲୋକ ହେବା। ଆମେ ପ୍ରଭୁଙ୍କୁ ଭୟ କରିବା ଜଣେ ବିଶ୍ୱାସୀ ହେବା, ପ୍ରଭୁଙ୍କୁ ଭୟ କରିବା ଗୋଟେ ଶିଷ୍ୟ ହେବା, ଏହା ପରମେଶ୍ୱର ଚାହାନ୍ତି। ପ୍ରଭୁଙ୍କ ନାମର ଗୌରବ ହଉ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟ ରଖିବା ପାଇଁ ଚାହେଁ, ଆପଣମାନେ ମୋ ସହିତ ଲୁକ ଲିଖିତ ସୁସମାଚାର 12 ଅଧ୍ୟାୟକୁ ଆସିବେ। ଲୁକ ଲିଖିତ ସୁସମାଚାର 12 ଅଧ୍ୟାୟ ଆପଣମାନେ ପଢିବାରେ ସାହାଯ୍ୟ କରିବେ 4 ଆଉ 5 ପଦ। କିନ୍ତୁ ମୋର ବନ୍ଧୁ ଯେ ତୁମମାନଙ୍କୁ ମୁଁ କହୁଅଛି, ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ। କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି। ବଧ କଲା ଉତ୍ତାରେ ନରକରେ ନିକ୍ଷେପ କରିବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର। ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ତାହାଙ୍କୁ ଭୟ କର। ପ୍ରଭୁଙ୍କ ନାମର ଗୌରବ ହଉ। ଦେଖନ୍ତୁ, ଏହି ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଗୋଟେ ବିଷୟ କହୁଛନ୍ତି, ଯେ ଏହି ସ୍ଥାନରେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିର ଦ୍ୱିତୀୟ ଗୁଣ, ସେ ମନୁଷ୍ୟକୁ ଭୟ କରେ ନାହିଁ। ପରମେଶ୍ୱରଙ୍କୁ ଭୟ କରୁଥିବା ଜଣେ ବ୍ୟକ୍ତିର ଦ୍ୱିତୀୟ ଗୁଣ, ସେ ମନୁଷ୍ୟକୁ ଡରେ ନାହିଁ। ହିତୋପଦେଶରେ ଲେଖାଗଲା ଯେ ଲୋକ ଭୟ ଫାନ୍ଦଜନକ।
ପରମେଶ୍ୱରଙ୍କୁ ଭୟ କରୁଥିବା ଲୋକମାନେ ସେମାନେ ମନୁଷ୍ୟକୁ ସେମାନେ ଡରନ୍ତି ନାହିଁ, ମନୁଷ୍ୟକୁ ଡରନ୍ତି ନାହିଁ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ଯେ ମୋର ବନ୍ଧୁ ଯେ ତୁମ୍ଭେ ମାନେ। ଆପଣ କେବେ ଯାଇଥିଲେ ବନ୍ଧୁ ବାନ୍ଧିବାକୁ? ଆମେ କେହି ମଧ୍ୟ ଯାଇନୁ। ପରମେଶ୍ୱର ଆମ ନିକଟରେ ଆସିଲେ, ଆଉ ସେ କେମିତି ବନ୍ଧୁ ବାନ୍ଧିଲେ? ମିଠା ଦେଇ, ପିଠା ଦେଇ, ଟଙ୍କା ଦେଇ, ସୁନା ଦେଇ ସେମିତି ବାନ୍ଧି ନାହାନ୍ତି। ନିଜ ଜୀବନକୁ କ୍ରୁଶରେ ଦେଇ, ନିଜର ପବିତ୍ର ରକ୍ତକୁ ଶେଷ ଟୋପା ପର୍ଯ୍ୟନ୍ତ ଝରାଇ ସେ ଆମ ସହିତ ସେ ବନ୍ଧୁ ବାନ୍ଧିଲେ। ଆଉ ସେ କହୁଛନ୍ତି ମୁଁ କାହାକୁ ଭୟ କରିବ ସେଟା ମୁଁ ତୁମକୁ ଶିଖାଇବି। ତୁମେ ମନୁଷ୍ୟକୁ ଡର ନାହିଁ। ତୁମେ କାହାକୁ ଭୟ କରିବ? ଯେ ଶରୀରକୁ ବଧ କଲା ପରେ ତୁମର ଆତ୍ମାକୁ ମଧ୍ୟ ଯେ ନରକରେ ନିକ୍ଷେପ କରିପାରନ୍ତି, ତୁମେ ତାହାଙ୍କୁ ଭୟ କର। ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିର ଦ୍ୱିତୀୟ ଗୁଣ ହେଲା ସେ ମନୁଷ୍ୟକୁ ଭୟ କରେ। ଆମମାନଙ୍କ ମଧ୍ୟରେ ଅନେକ ଆମେ ଥିବୁ ଯେଉଁମାନେ କି ନିନ୍ଦା ତାଳନାର ସମ୍ମୁଖୀନ ଆମେ ହେଇଛୁ। ଆମେ ଅନେକଙ୍କର ଅପମାନ ପାଇଛୁ। ଏବେ ଯୋଉ କାଲବରୀ ଚର୍ଚ୍ଚ ପ୍ରେୟର ଟାୱାର ଚାଲିଛି, ହେଇପାରେ ଆମକୁ କିଏ ଧମକ ଦେଇଛି, ଚାପ ପକାଇଛି, ବିଭିନ୍ନ ଷଡ଼ଯନ୍ତ୍ର ଗୁଡିକ ଆଣିଛି, କିନ୍ତୁ କାହାକୁ ଡରିବା କଥା ନାହିଁ। କାରଣ ପରମେଶ୍ୱର ତାଙ୍କ ବାକ୍ୟରେ କହନ୍ତି ପରମେଶ୍ୱର ଆମର ସପକ୍ଷ ଅଟନ୍ତି। ପରମେଶ୍ୱର ଯଦି ଆମର ସପକ୍ଷ, ଆମର ବିପକ୍ଷରେ କିଏ ଠିଆ ହେଇପାରେ? କିଏ ଠିଆ ହେଇପାରେ? ପ୍ରଭୁଙ୍କ ନାମର ଗୌରବ ହଉ। ପରମେଶ୍ୱର ଆମର ସପକ୍ଷ ଅଟନ୍ତି। ସେଥିପାଇଁ ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତି ଦ୍ୱିତୀୟ ଗୁଣ ହେଲା ସେ ମନୁଷ୍ୟକୁ ଡରେ ନାହିଁ। ସେ ମନୁଷ୍ୟକୁ ଡରେ ନାହିଁ। ଆପଣମାନେ ଜାଣିଛନ୍ତି ପିତର ଯେଉଁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଶତ୍ରୁମାନେ ଧରିଲେ, ସେହି ସମୟରେ ପିତର ଲୋକ ଗହଳିକୁ ସେ ଡରିଗଲେ। 3 ଥର ଅସ୍ୱୀକାର କଲେ, ନାଇଁ 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 ମୁଁ ଯୀଶୁଙ୍କୁ ଜାଣି ନାହିଁ। ଭାଇ ତୁମେ କି କଥା କହୁଛ? ମୁଁ ତ ସେଇ ସ୍ଥାନରେ ନଥିଲି। ଯୀଶୁ ବୋଲେ କଣ ମତେ ଜଣା ଏକା ନାହିଁ। ମାତ୍ର ସେହି ବ୍ୟକ୍ତି ପରବର୍ତ୍ତୀ ସମୟରେ, ଯେଉଁ ସମୟରେ ତାଙ୍କ ଜୀବନରେ ପେଣ୍ଟିକଷ୍ଟ ଆସୁଛି, ଯେଉଁ ସମୟରେ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଉଛନ୍ତି, ସେହି ବ୍ୟକ୍ତିର ପରବର୍ତ୍ତୀ ସାକ୍ଷ୍ୟ ଆପଣ ଦେଖିବେ। ମୁଁ ଆପଣମାନଙ୍କୁ ପ୍ରେରିତ ପୁସ୍ତକକୁ ନେବା ପାଇଁ ଚାହେଁ। ଆପଣମାନେ ପଢିବେ ପ୍ରେରିତ ପୁସ୍ତକ 4 ଅଧ୍ୟାୟ। ଆପଣମାନେ ପଢିବେ ପ୍ରେରିତ ପୁସ୍ତକ 4 ଅଧ୍ୟାୟ 17 ପଦରୁ ପଢନ୍ତୁ। କଥାଟା ଯେପରି ଲୋକମାନଙ୍କ ମଧ୍ୟରେ ଆହୁରି ଅଧିକ ବ୍ୟାପି ନ ଯାଏ, ଏଥିପାଇଁ ଏହି ନାମରେ କୌଣସି ଲୋକକୁ ଆଉ କିଛି ନ କହିବାକୁ ସେମାନଙ୍କୁ ଭୟ ଦେଖାଇବା ପରେ ସେମାନଙ୍କୁ ଡାକି ଯୀଶୁଙ୍କ ନାମରେ ଆଦୌ କଥା ନ କହିବାକୁ ବା ଶିକ୍ଷା ନ ଦେବାକୁ ଦୃଢ ରୂପେ ଆଜ୍ଞା ଦେଲେ। ତାପରେ ଆଗକୁ ପଢନ୍ତୁ। କିନ୍ତୁ ପିତର ଓ ଯୋହନ ସେମାନଙ୍କୁ ଉତ୍ତର ଦେଲେ, ସେମାନେ ଈଶ୍ୱରଙ୍କ କଥା ଶୁଣି ପିତର ଆଉ ଯୋହନ ସେମାନଙ୍କୁ ଉତ୍ତର ଦେଉଛନ୍ତି। ସେମାନେ ତୁନି ହଉନାହାନ୍ତି, ଥରି ଯାଉନାହାନ୍ତି, ସେମାନେ ଭୟଭୀତ ହଉନାହାନ୍ତି, କବାଟ ବନ୍ଦ କରି ରୁମ୍ ଭିତରକୁ ଯାଉନାହାନ୍ତି। ସେମାନେ ଉତ୍ତର ଦେଉଛନ୍ତି। କଣ ବୋଲି ଉତ୍ତର ଦେଉଛନ୍ତି ଆପଣମାନେ ପଢିବେ, ପଢନ୍ତୁ। ଈଶ୍ୱରଙ୍କ କଥା ଶୁଣିବା ଅପେକ୍ଷା ଆପଣମାନଙ୍କ କଥା ଶୁଣିବା ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କି ନା ତାହା ଆପଣମାନେ ବିଚାର କରନ୍ତୁ। କାରଣ ଆମ୍ଭେମାନେ ଯାହା ଯାହା ଦେଖିଅଛୁ ଓ ଶୁଣିଅଛୁ ସେହି ସବୁ ନ କରି ରହି ନ ପାରୁ। ଦେଖନ୍ତୁ କି ପ୍ରକାର ଉତ୍ତର, କି ପ୍ରକାର ଉତ୍ତର। ଏଇ ଲୋକମାନେ ମନୁଷ୍ୟକୁ ଡରବା ଲୋକମାନେ ନାହିଁ, ମନୁଷ୍ୟକୁ ଭୟ କରିବା ଲୋକମାନେ ନୁହନ୍ତି। ଏମାନେ ପରମେଶ୍ୱରଙ୍କୁ ଭୟ କରିବା ଲୋକମାନେ ଅଟନ୍ତି। ମୁଁ କହିବା ପାଇଁ ଚାହେଁ ଆପଣମାନେ ଆଉ ମୁଁ ଏଇ ପ୍ରକାର ହେବାର ଆବଶ୍ୟକ ରହିଛି। ପରମେଶ୍ୱର ଆମର ସପକ୍ଷ ଅଟନ୍ତି। ମୁଁ କହିବା ପାଇଁ ଚାହେଁ ଏଇ ଯୋଉ କାଲବରୀ ଚର୍ଚ୍ଚ ଟାୱାର, କାଲବରୀ ଚର୍ଚ୍ଚ ପ୍ରେୟର ଟାୱାର, ଆମେ ଯୋଉ ସେବା କାର୍ଯ୍ୟ କରୁଛୁ ନା, ଏହା ପରମ୍ପରାର ସେବା କାର୍ଯ୍ୟ ନୁହେଁ, ଏହା ମନୁଷ୍ୟର ସେବା କାର୍ଯ୍ୟ ନୁହେଁ। କୌଣସି ମନୁଷ୍ୟର ଧମକ, କୌଣସି ସରକାରର ଚାପ ଆମକୁ ଅଟକାଇ ପାରିବ ନାହିଁ। କାରଣ ଆମେ ସେବା କରିବୁ ହିଁ କରିବୁ। ତାଙ୍କର ରାଜ୍ୟ ଆସିବ ହିଁ ଆସିବ। ଯୀଶୁ ଖ୍ରୀଷ୍ଟ ମେଘମାଳରେ ଆସିବେ ହିଁ ଆସିବେ। ତାଙ୍କ ନାମର ଗୌରବ ହଉ। ସେ ଆମମାନଙ୍କର ପ୍ରଭୁ ଅଟନ୍ତି। ସେଥିପାଇଁ ପରମେଶ୍ୱରଙ୍କୁ ଭୟ କରିବା ବ୍ୟକ୍ତିର ଦ୍ୱିତୀୟ ଗୁଣ ହେଲା ଯେ ପରମେଶ୍ୱରଙ୍କୁ ଭୟ କରେ, ସେ ମନୁଷ୍ୟକୁ ଭୟ କରେ ନାହିଁ। ସେ ମନୁଷ୍ୟକୁ ଭୟ କରେ ନାହିଁ। ଆପଣମାନେ ସଦ୍ରକ, ମୈଶକ, ଅବେଦନଗୋକୁ ଟିକେ ପଚାରନ୍ତୁ ତ, ଭାଇ
ତୁମେ କେମିତି ଅଗ୍ନି କୁଣ୍ଡରେ ମଧ୍ୟ ଯିବା ପାଇଁ ପ୍ରସ୍ତୁତ ହେଲ? ସେମାନେ କଣ କହିବେ? ସେମାନେ କହିବେ ଆମେ ଅଗ୍ନିକୁ ଭୟ କରୁନୁ, ଆମେ ରାଜା ନବୁକଦ୍ନେସ୍ତର ଶାସନକୁ ଆମେ ଭୟ କରୁନୁ, ଆମର ପରମେଶ୍ୱରକୁ ଆମେ ଭୟ କରୁଛୁ। ଆମେ ତାହାଙ୍କୁ ଭୟ କରୁଛୁ। ତାହାଙ୍କ ନାମର ଗୌରବ ହଉ। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପରମେଶ୍ୱରକୁ ଭୟ କରୁଥିବା ବ୍ୟକ୍ତିର ଦ୍ୱିତୀୟ ଗୁଣ, ସେମାନେ ମନୁଷ୍ୟକୁ ଡରନ୍ତି ନାହିଁ। ଆପଣ ମାନେ ମୋର ସାକ୍ଷ୍ୟ ଶୁଣିଲେ ଜାଣିବେ। ଗାଁକୁ ଗାଁ ଆମ ଘରେ ଦିନେ ସେମାନେ ଆସିଲେ, ଦିନେ ନାହିଁ ଅନେକ ଥର ଆସିଛନ୍ତି। ସେମାନେ ଆମକୁ କହନ୍ତି, ତୁମେ ଯଦି ଆମର ପୂଜା ନିମନ୍ତେ, ଆମର ପରମ୍ପରା ନିମନ୍ତେ ପଇସା ଦେବ ନାହିଁ, ଟଙ୍କା ଦେବ ନାହିଁ, ତାହେଲେ ତୁମର ଘର ଆମେ ଭାଙ୍ଗିଦେବୁ, ତୁମେ ଗାଁରେ ରହିବ ନାହିଁ, ତୁମେ ଗାଁ ଛାଡି ପଳାଅ। କଣ ହେବ? ଆମର ଘର ଭାଙ୍ଗିଲେ କଣ ହେବ? ଆମର ଚାଳ ଘର ଯଦି ଅଛି ଭାଙ୍ଗିଲେ ଛାତ ଘର ହେବ। ଯଦି ମାଟି ଘର ଅଛି ଭାଙ୍ଗିଦେଲା ପରେ ସିମେଣ୍ଟ ଘର ହେଇଯିବ। ଆଠାରୁ ସୌଭାଗ୍ୟ ବଡ ବିଷୟ କଣ ଅଛି? ଏବ୍ରୀ ପୁସ୍ତକରେ ଲେଖାଗଲା ଶେଷ ଅଧ୍ୟାୟରେ, ଏହି ପୃଥିବୀରେ ଏହି ଜଗତରେ ଆମର ଚିରସ୍ଥାୟୀ ନଗର କୋଉଠି ନାହିଁ। ଆପଣ ମାନେ 10 ମହଲା ଘରେ ଅଛନ୍ତି, ପ୍ରଭୁଙ୍କ ନାମର ଗୌରବ ହଉ, କିନ୍ତୁ ମନେ ରଖନ୍ତୁ ସେଟା ହଉଛି ଭଡା ଘର। ଗୋଟେ ଦିନ ଛାଡିକିନା ଯିବା ପାଇଁ ପଡିବ। ଆପଣ ବସରେ ବସିଲା ବେଳେ, ଆପଣ ବସରେ ବସି ଯାତ୍ରା କଲା ବେଳେ ଆପଣଙ୍କର ସିଟ୍ କୁ କେତେ ଥର ପୋଛୁଛନ୍ତି? କେତେ ଥର ସେଣ୍ଟ ମାରୁଛନ୍ତି? ନାଇଁ ନା। କାହିଁକି କାହିଁକି ସଫା କରୁନାହାନ୍ତି? କାରଣ ଆଗକୁ ଗଲେ ମତେ ଉଲ୍ବାର ଅଛି। ମତେ ଆଗକୁ ଗଲେ ସେଠି ଉଲ୍ଲାଇବାର ଅଛି, ମୋର କିଛି ଆବଶ୍ୟକ ନାହିଁ। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ। ପ୍ରଭୁଙ୍କୁ ଭୟ କରୁଥିବା ବ୍ୟକ୍ତିର ଦ୍ୱିତୀୟ ଗୁଣ, ସେ ମନୁଷ୍ୟକୁ ଡରେ ନାହିଁ। ସେ ମନୁଷ୍ୟକୁ ଡରେ ନାହିଁ। ତୃତୀୟ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ। ଆପଣ ମାନେ ମୋ ସହିତ ପ୍ରେରିତ ପୁସ୍ତକ 10 ଅଧ୍ୟାୟକୁ ଆସିବେ। ପ୍ରେରିତ ପୁସ୍ତକ 10 ଅଧ୍ୟାୟ 1 ଆଉ 2 ପଦ ପଢିବେ ମୋ ସହିତ। କାଇସରିଆ ନଗରରେ କର୍ନେଲିୟ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଇତାଲିକ ନାମକ ସୈନ୍ୟ ଦଳରେ ଜଣେ ଶତ ସେନାପତି ଥିଲେ। ହଁ, ସେ ଜଣେ ଭକ୍ତ ଆଉ ସପରିବାରରେ ଈଶ୍ୱରଙ୍କୁ ଭୟ କରୁଥିଲେ। ଦେଖନ୍ତୁ ସେ ଏଇ ଲୋକ ପଏଣ୍ଟକୁ ଆପଣ ମନେ ରଖିବେ। ଏଇ ପଏଣ୍ଟକୁ ମନେ ରଖିବେ। ସେମାନେ ସପରିବାରରେ ସେମାନେ କଣ କରୁଥିଲେ? ପରମେଶ୍ୱରଙ୍କୁ ଭୟ କରୁଥିଲେ। ତାପରେ ପଢନ୍ତୁ। ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ ଆଉ ସର୍ବଦା ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ। ଦେଖନ୍ତୁ ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିର 2ଟି ପଏଣ୍ଟ ଆମେ ଏଠି ଦେଖୁଛୁ। ମାତ୍ର ମୁଁ ଗୋଟେ ପଏଣ୍ଟକୁ ସ୍କିପ୍ କରୁଛି ଆଉ ଶେଷ ପଏଣ୍ଟ ବା ପ୍ରାର୍ଥନାର ବିଷୟ ଆପଣମାନଙ୍କ ନିକଟରେ ଅଳ୍ପ ସମୟ ରଖିବା ପାଇଁ ଚାହେଁ। ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିର ତୃତୀୟ ଗୁଣ, ସେ କଣ କରେ? ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରେ। ହାଲେଲୁୟା। ତାହାଙ୍କ ନାମର ଗୌରବ ହଉ। ପ୍ରଭୁଙ୍କ ଛାମୁରେ ସେ ପ୍ରାର୍ଥନା କରେ। କେମିତି ପ୍ରାର୍ଥନା? ସେହି ପ୍ରାର୍ଥନା କରିବା ପାଇଁ ଯୀଶୁ ଆମକୁ ଶିଖାଇଲେ। ତୁମେ କେମିତି ପ୍ରାର୍ଥନା କରିବ? ତୁମେ ଗୁପ୍ତ କୋଠରୀରେ ପ୍ରବେଶ କରିବ, ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବ। କାରଣ ଆମର ପରମେଶ୍ୱର କି ନାହିଁ ଗୁପ୍ତରେ ଦେଖନ୍ତି ଆଉ ସେ ଆମକୁ ଫଳ ଦେବେ। ତାହାଙ୍କ ନାମର ଗୌରବ ହଉ। ତ ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିର ତୃତୀୟ ଗୁଣ ହେଲା, ସେ କଣ କରେ? ଆପଣା ପରମେଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରେ। କାହା ନିକଟରେ ଯାଇ କାନ୍ଦିବା ଦରକାର ନାହିଁ ତ ଆମକୁ। କୁ ସରକାର ନିକଟରେ ଲୁହ ଗଡ଼େଇବା ଦରକାର ନାହିଁ। ବାଇବଲ କହେ, ମନର ସବୁ କଥା ଭାଙ୍ଗି ତାହାଙ୍କୁ କୁହ, ସେ ଶୁଣିବେ ଆଉ ତୁମର ଦୁର୍ବଳତା ବିଷୟ ସେ କାହାକୁ କହିବେ ନାହିଁ। ଆମେ ଅନେକ ସମୟରେ ଆମର ମାମୁଁ ପାଖରେ ଯାଇ କାନ୍ଦିଛୁ, ଆମେ ଆମର ମାଇଁ ପାଖରେ ଯାଇ କାନ୍ଦିଛୁ। ସେ ମାମୁଁ ଯାଇକିନା ଆଉ ଗୋଟେ ମାମୁଁକୁ କହିଛି, ଆଉ ଗୋଟେ ଅଜାକୁ ଯାଇକିନା କହିଛନ୍ତି। ଆମର ଏଇ ଯୋଉ ସ୍ୱଭାବ, ଆମର ଯୋଉ କ୍ରନ୍ଦନ ଦୁଃଖ ତେଲ ମସଲା ପରି ବ୍ୟାପି ଯାଉଛି। ମାତ୍ର ଆମର ଦୁଃଖକୁ ଆମେ ପରମେଶ୍ୱରଙ୍କୁ ଆମେ ଜଣେଇନାକୁ। ଯଦି ଆମେ ପରମେଶ୍ୱରଙ୍କୁ ଜଣେଇବୁ, ସେ କଣ କରିବେ? ଆମର ସମସ୍ୟାର ସମାଧାନ କରିବେ। ପ୍ରଭୁଙ୍କୁ ଭୟ କରିଥିବା ବ୍ୟକ୍ତି ସେ ବିଚଳିତ ହୁଏ ନାହିଁ। ବିପରୀତ ପରିସ୍ଥିତିରେ ସେ ଘାବରା ହୁଏ ନାହିଁ, ସେ ବିଚଳିତ ହୁଏ ନାହିଁ। ସେ କଣ କରେ? ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରେ। ଦାନିଏଲଙ୍କ ଜୀବନରେ ଦେଖନ୍ତୁ, ଦାନିଏଲ ସେ ହେଉଛନ୍ତି ସେ ସରକାରୀ କର୍ମଚାରୀ। ମାତ୍ର ଦିନକୁ 3 ଥର ସେ ପ୍ରାର୍ଥନା କରୁଥିଲେ। ଦିନକୁ 3 ଥର।
ଦାଉଦଙ୍କ ଜୀବନରେ ଦେଖିବେ ସେ ଦିନକୁ 7 ଥର ପ୍ରାର୍ଥନା କରୁଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜୀବନରେ ଦେଖିବେ ସେ ବ୍ୟକ୍ତିଗତ ପ୍ରାର୍ଥନାରେ ଏପରିକି ସମ୍ପୂର୍ଣ୍ଣ ରାତ୍ରି ପର୍ଯ୍ୟନ୍ତ ସେ ପ୍ରାର୍ଥନାରେ ସମୟକୁ ବିତାଉଥିଲେ। ନିର୍ଜନ ସ୍ଥାନ ମାନଙ୍କରେ ଯାଇ ସେ କଣ କରୁଥିଲେ? ପ୍ରାର୍ଥନା କରୁଥିଲେ। ମୁଁ କହିବା ପାଇଁ ଚାହେଁ ଏଇ ଶେଷ ସମୟରେ ଆମର ପ୍ରାର୍ଥନା ଜୀବନକୁ ଆମେ ସଜାଡ଼ିବା। ଆମେ ପ୍ରଭୁଙ୍କ ନିକଟରେ ଜଣେ ପ୍ରାର୍ଥନାକାରୀ ବ୍ୟକ୍ତି ଆମେ ହେବା। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ, ଅନୁଗ୍ରହ କରନ୍ତୁ। ମୁଁ ଆପଣମାନଙ୍କ ନିକଟରେ ଚତୁର୍ଥ ବିଷୟ ରଖିବା ପାଇଁ ଚାହେଁ। ବର୍ତ୍ତମାନ ସମୟ ମୋର ହେବା ପାଇଁ ଯାଉଛି। ଆପଣମାନଙ୍କ ନିକଟରେ ଚତୁର୍ଥ ପଏଣ୍ଟ ମୁଁ ରଖିବା ପାଇଁ ଚାହେଁ ଯେ ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିର ଚତୁର୍ଥ ଗୁଣ। ମୋ ସହିତ ପଢିବେ ଲୁକ ଲିଖିତ ସୁସମାଚାର 23 ଅଧ୍ୟାୟ 39 ରୁ 41 ପଦ ପର୍ଯ୍ୟନ୍ତ ପଢିବା। ଲୁକ ଲିଖିତ ସୁସମାଚାର 23 ଅଧ୍ୟାୟ 39 ପଦରୁ 41 ପଦ ପର୍ଯ୍ୟନ୍ତ। ଆଉ କ୍ରୁଶରେ ଚଢା ଯାଇଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କଣ ଖ୍ରୀଷ୍ଟ ନୋହୁ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର। କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଛୁ, ତୁ ଈଶ୍ୱରଙ୍କୁ କଣ ଭୟ ମଧ୍ୟ କରୁନାହୁଁ? ଆଉ ଆମ୍ଭେମାନେ ସିନା ନ୍ୟାୟ ଭାବରେ ଦଣ୍ଡ ଭୋଗ କରୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ। କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରିନାହାନ୍ତି। ପୁଣି ସେ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ। ସେଥିରେ ସେ ତାହାକୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀସରେ ଠିକ ଅଛି, ଉପସ୍ଥିତ ହେବ। ଠିକ ଅଛି। ଦେଖନ୍ତୁ, ମୁଁ 40 ଆଉ 41 ପଦ ପୁଣି ଥରେ ଆମ ସମସ୍ତଙ୍କ ନିମନ୍ତେ ମୁଁ ପଢୁଛି। କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ, ତୁ ଈଶ୍ୱରଙ୍କୁ କଣ ଭୟ ମଧ୍ୟ କରୁନାହୁଁ? ଦୁଇ ଜଣ କ୍ରୁଶରେ ଝୁଲୁଛନ୍ତି। ଚୋରି ଖାଇ ଅନ୍ୟାୟ କରି କ୍ରୁଶରେ ଝୁଲି ଟେମ୍ପର କମୁନାହିଁ। ପାପ କରି ଲୋକ ବିନ୍ଦାସରେ ବଞ୍ଚୁଛନ୍ତି। ଦୁଃଖର ବିଷୟ, ପରମେଶ୍ୱର ସେମାନଙ୍କୁ ନେବା ପାଇଁ ଆସୁଛନ୍ତି ଯେଉଁମାନେ ଜଗତକୁ ପିଠି ଆଡେ ପକାଇ ତାଙ୍କର ଆଗମନକୁ ପ୍ରିୟ ଜ୍ଞାନ କରି ଅପେକ୍ଷାରେ ଅଛନ୍ତି। ପ୍ରଭୁ, ମୁଁ ପାରୁନାହିଁ, ଏ ଜଗତରେ ତୁମେ ଆସି ମତେ ନେଇଯାଅ ପ୍ରଭୁ। ଏ ଲୋକ ଦଣ୍ଡ ପାଉଛି, ଉଚିତ ଦଣ୍ଡ, ନିହାତି ଦଣ୍ଡ ପାଇବା କଥା ସେ ପାଉଛି, ମାତ୍ର ସେ ଉଲ୍ଟା ଯୀଶୁଙ୍କୁ ଆହୁରି ସେ କହୁଛି, ଆମକୁ ଟିକେ କ୍ରୁଶରୁ ଓହ୍ଲାଇ ଦେଉନ। ତୁମେ ଯଦି ପ୍ରଭୁ ହେଲେ ଉଲ୍ଲା ସାଙ୍ଗେ ସାଙ୍ଗେ ଜୁଆ ଖେଳିବାକୁ ଯିବୁ କି ନାହିଁ? ତୁମେ ଆମକୁ ରକ୍ଷା କଲେ ତ ମଦ ପିଇବାକୁ ଯିବୁ। ତୁମେ ଟିକେ ରକ୍ଷା କଲେ ସିନା ମୁଇଁ କ୍ରିକେଟ ଦେଖିବି ଆଜ୍ଞା। କ୍ରୁଶରେ ଝୁଲିଲେ ମୁଇଁ ହଇରାଣ ହେଉଛି। ତୁମେ ପ୍ରଭୁ ପରା, ତୁମର ପାଖେ ଶକ୍ତି ଅଛି ପରା। ତୁମେ ମତେ ସେଠି ଟିକେ ରକ୍ଷା କଲେ ସିନା ମୁଇଁ ବିଡି ଟାଣବି, ସିଗରେଟ ଟାଣବି। ମାତ୍ର ଆଉ ଜଣେ କହୁଛି, ତୁନି ଥା, ତୁ କଣ ପରମେଶ୍ୱରଙ୍କୁ ଭୟ କରୁନୁ? ଆମେ ଭୁଲ କରି ଦଣ୍ଡ ପାଉଛୁ, ମାତ୍ର ଏହି ବ୍ୟକ୍ତି କୌଣସି ଭୁଲ କରିନାହାନ୍ତି। ମୁଁ କହିବା ପାଇଁ ଚାହେଁ ଏହି ସ୍ଥାନରେ, ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିର ଚତୁର୍ଥ ଗୁଣ ହେଲା, ସେ ନିଜର ପାପକୁ ଲୁଚାଏ ନାହିଁ। ନିଜର ଭୁଲକୁ ସେ ସ୍ୱୀକାର କରିଦିଏ, ପ୍ରଭୁଙ୍କୁ କହିଦିଏ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, କେଉଁ କେଉଁ ବିଷୟ ଆପଣ ଲୁଚେଇଛନ୍ତି? ଆପଣଙ୍କ ମା ଠାରୁ, ବାପା ଠାରୁ ଆପଣ ଲୁଚାଇଛନ୍ତି କି? ଆପଣ ସ୍ତ୍ରୀଙ୍କୁ ଲୁଚାଇଛନ୍ତି କି? ଆପଣ ସ୍ୱାମୀକୁ ଲୁଚାଇଛନ୍ତି କି? ଆପଣ ପ୍ରଭୁଙ୍କୁ କହିଦିଅନ୍ତୁ। କେଉଁ ବିଷୟ ଆଜି ପ୍ରଭୁଙ୍କୁ ନ କହି ଆପଣ ରଖିଛନ୍ତି? ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ। ଦେଖନ୍ତୁ, ଗୋଟେ ବାକ୍ୟ ପଢିବେ ଆପଣମାନେ ମୋ ସହିତ। ହିତୋପଦେଶ 28 ଅଧ୍ୟାୟକୁ ଆସନ୍ତୁ। ହିତୋପଦେଶ 28 ଅଧ୍ୟାୟ 13 ପଦ। ଯେ ଆପଣା ଅଧର୍ମ ଆଚ୍ଛାଦନ କରେ ସେ ମଙ୍ଗଳ ପାଏ ନାହିଁ, ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡେ ସେ ଦୟା ପାଇବ। ସେ ଦୟା ପାଇବ। ଯେ ଆପଣା ପାପକୁ ଲୁଚାଇ ଦିଏ ସେ କଣ ପାଏ ନାହିଁ? ଦୟା ପାଏ। ଆମମାନଙ୍କ ମଧ୍ୟରେ କିଏ ଅଛୁ, କ୍ୟାନ୍ସର ହେଲେ ନାହିଁ କାହାକୁ କହିବାର ନାହିଁ, ବାପା ଏ କ୍ୟାନ୍ସର ରୋଗ ମୁଁ ଲୁଚାଇଲି ଏକା ଭଲ। କିଏ ଅଛୁ? ପେଟରେ ଯଦି ଷ୍ଟୋନ ଅଛି, ନାଇଁ ଡକ୍ଟରଙ୍କୁ ଦେଖାଇବାର ନାହିଁ। ଆମେ କିଏ ଅଛୁ କି? କେହି ମଧ୍ୟ ନାହୁଁ ନା। ଆମେ ପ୍ରଭୁଙ୍କୁ ନିଜର ପାପକୁ ଦେଖାଇ ଦେବାର।
ତାଙ୍କୁ କହିଦେବାର ପ୍ରଭୁ ମୁଁ ଏମିତି ଏମିତି କରିଛି ପ୍ରଭୁ, ଆଉ ମୁଁ ଏଟା ପାରୁନାହିଁ ପ୍ରଭୁ, ସେ ଆମକୁ ଦୟା କରିବେ, ସେ ଆମକୁ ସାହାଯ୍ୟ କରିବେ। ଯେ ଆପଣା ପାପକୁ ଆଚ୍ଛାଦନ କରେ ସେ ଦୟା ପାଏ ନାହିଁ, ମାତ୍ର ଯେ ଆପଣା ଅଧର୍ମକୁ ସ୍ୱୀକାର କେବଳ କଲେ ହେବ ନାହିଁ, ସ୍ୱୀକାର କରି ଯେ ଛାଡ଼ି ଦିଏ ସେ ଦୟା ପାଇବ। ସେଦିନ ସେହି କ୍ରୁଶରେ ଥିବା ଚୋର କହିଦେଲା, ପ୍ରଭୁ ମୁଁ ତ ପାପ କରି ଦଣ୍ଡ ପାଉଛି, ତୁମେ କିଛି ମଧ୍ୟ ପାପ କରିନ, ତୁମେ ଯେତେବେଳେ ଆପଣ ରାଜ୍ୟକୁ ଯିବ ପ୍ରଭୁ ମତେ ଟିକେ ମନେ ପକାଇବ। ଯୀଶୁ କହିଲେ, ମୁଁ ତୁମକୁ ସତ କଥା କହୁଛି, ମୁଁ ଗଲା ବେଳେ କିନା ମୁଁ ତୁମକୁ ଆଜି ସାଙ୍ଗରେ ଧରିକିନା ଯିବି, ମୁଁ ତୁମକୁ ଆଜି ନେଇଯାଉଛି। ତାହାଙ୍କ ନାମର ଗୌରବ ହଉ। ପ୍ରଭୁଙ୍କୁ ଭୟ କରିବା ବ୍ୟକ୍ତି ନିଜର ପାପକୁ ଲୁଚାଏ ନାହିଁ, ଲୁଚାଏ ନାହିଁ। ହିଆଲ ସିଷ୍ଟର କହୁଥିଲେ ନା, ଦାଉଦ ନିଜ ପାପକୁ ସେ ଲୁଚାଇଲେ ନାହିଁ, ସେ କହିଦେଲେ ମୁଁ ପାପୀ, ଇଏ ମାନେ ଦୟା ପାଇବେ। ଆମେ ଆମର ଗୁପ୍ତ ପାପ ଅଛି କି, ଆମର ଗୁପ୍ତ ସ୍ୱଭାବରେ ଆମେ ପ୍ରଭୁଙ୍କୁ ଦୁଃଖ ଦେଇଛି କି? ଆଜି କହିଦେବା, ଆଜି କହିଦେବା, ସବୁ ଖତମ ହେଇଯିବ, ସବୁ ସରିଯିବ, ଆମେ ଦୟା ପାଇବା, ଦୟା ପାଇବା। ଶେଷ ପଏଣ୍ଟ ଆପଣମାନଙ୍କ ନିକଟରେ ରଖି ମୁଁ ସମାପ୍ତ କରିବା ପାଇଁ ଚାହେଁ। ପଞ୍ଚମ ବିଷୟ, ପ୍ରଭୁଙ୍କୁ ଭୟ କରୁଥିବା ବ୍ୟକ୍ତିର ପଞ୍ଚମ ଗୁଣ। ଆପଣମାନେ ମୋ ସହିତ ଦେଖିବେ ଲୁକ ଲିଖିତ ସୁସମାଚାର 7 ଅଧ୍ୟାୟ 15 ଆଉ 16 ପଦ। ଲୁକ ଲିଖିତ ସୁସମାଚାର 7 ଅଧ୍ୟାୟ 15 ଆଉ 16 ପଦ। ସେଥିରେ ମୃତ ଲୋକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା। ପୁଣି ହୁଁ। ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ। ଏଥିରେ ସମସ୍ତେ ଭୟଗ୍ରସ୍ତ ହେଲେ ଆଉ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ୱର ଆପଣା ଲୋକଙ୍କ ପ୍ରତି କୃପା ଦୃଷ୍ଟି କରିଅଛନ୍ତି। ଦେଖନ୍ତୁ, ଏହା ହେଉଛି ନାଇନ ନଗରର ଜଣେ ବିଧବାଙ୍କ ପରିବାରର କଥା। ଯେଉଁ ସମୟରେ ତାଙ୍କର ଗୋଟେ ବୋଲି ପୁତ୍ର ତାଙ୍କର ମୃତ୍ୟୁ ହେଇଯାଉଛି, ଯୀଶୁଖ୍ରୀଷ୍ଟ ନାଇନ ନଗରକୁ ସେ ଯାଉଛନ୍ତି। ଆଉ ସେହି ବିଧବାର ଏକମାତ୍ର ପୁତ୍ରଙ୍କୁ ସେ କଣ କରୁଛନ୍ତି, ଲୋକମାନେ କୋକେଇରେ ବହିକିନା ମଶାଣିକୁ ନେଲା ବେଳେ ସେ ବାଟରେ ସାକ୍ଷାତ କରି ସେ କଣ କରୁଛନ୍ତି, ତାଙ୍କୁ ମୃତ ବ୍ୟକ୍ତିକୁ ସେ ଜୀବନ ଦେଉଛନ୍ତି, ସେ ଉଠାଉଛନ୍ତି। ଯେଉଁ ସମୟରେ ସେ ବାଳକ ଉଠି ବସୁଛି ସେହି ସମୟରେ ଆମେ 16 ପଦ ପଢୁଛୁ, ଏଥିରେ ସମସ୍ତେ ଭୟଗ୍ରସ୍ତ ହେଲେ। କଣ ହେଲେ? ଭୟଗ୍ରସ୍ତ ହେଲେ। ଭୟଗ୍ରସ୍ତ ହେଇକି ଜଣେ ଧାଇଁଲା ଚତୁର୍ଦିଗକୁ, ଜଣେ ଧାଇଁଲା ପୂର୍ବ ଦିଗକୁ, ଜଣେ ଧାଇଁଲା ପଶ୍ଚିମ ଦିଗକୁ। ନାଇଁ ନାଇଁ ନାଇଁ, ସେମାନେ କଣ କଲେ? ପରମେଶ୍ୱରଙ୍କର ମହିମା କଲେ। ହାଲେଲୁୟା, ପ୍ରଭୁଙ୍କ ନାମର ଗୌରବ ହଉ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆପଣ ଚର୍ଚ୍ଚରେ ଦେଖିବେ, ମୁଁ ଦେଖେ ଅନେକ ଭିଡିଓ, ସଭା ସମିତି ମୁଁ ଦେଖେ। ପ୍ରଭୁଙ୍କୁ ଭୟ କରିଥିବା ବ୍ୟକ୍ତି ଚର୍ଚ୍ଚରେ ବସିଲେ କେମିତି ବସିବେ? ସେମାନେ ମୁଖ ପିଟୁଥିବ, ତାଳି ବାଜୁଥିବ, ଆଣ୍ଠୁ ନତ ଥିବ, ହୃଦୟରେ ଆନନ୍ଦ ଉଲ୍ଲାସ ଉଛୁଳି ଉଠୁଥିବ। ଆମେ ଏଇ ନାଇନ ନଗର ଦେଖୁଛୁ। ସେହି କର୍ମକୁ ଦେଖି ସେମାନେ ଆଶ୍ଚର୍ଯ୍ୟନିତ ହେଲେ। ଆଉ ସେମାନେ କଣ କଲେ? ପ୍ରଭୁଙ୍କର ମହିମା କରିବା ପାଇଁ ଲାଗିଲେ। ପ୍ରେରିତ ପୁସ୍ତକ 16 ଅଧ୍ୟାୟରେ ଆପଣ ଦେଖିବେ, ପାଉଲ ଓ ସିଲା ସେମାନେ କୋଉଠି ଥିଲେ? ସେମାନେ ଫିଲିପ ନଗରର କାରାଗାରରେ ଥିଲେ। କାହିଁକି ସେମାନେ କାରାଗାରକୁ ଯାଇଥିଲେ? କୌଣସି ଅନ୍ୟାୟ କରି ନାହିଁ, ଯୀଶୁଖ୍ରୀଷ୍ଟଙ୍କ ସକାଶୁ। ତାହାଙ୍କର ସାକ୍ଷ୍ୟର କାରଣେ ତାଙ୍କୁ ଯେତେବେଳେ ଜେଲକୁ ନିଆଗଲା, ସେଇ ସ୍ଥାନ ଲେଖା ଯାଉଛି। ଆପଣ ମାନେ ପଢିବେ, ପଢିଲା ପରେ ମୁଁ ସମାପ୍ତ କରିବା ପାଇଁ ଚାହେଁ। ଆପଣ ମାନେ ପଢିବେ ପ୍ରେରିତ 16 ଅଧ୍ୟାୟ 25 ଆଉ 26 ପଦ ପଢନ୍ତୁ। କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ସିଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ ଆଉ ବନ୍ଦୀମାନେ ଶୁଣୁଥିଲେ। ସେତେବେଳେ ହଠାତ୍ ଏପରି ମହାଭୂମିକମ୍ପ ହେଲା ଯେ କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା ଆଉ ତତ୍କ୍ଷଣାତ୍ ସମସ୍ତ ଦ୍ୱାର ମେଲା ହୋଇଗଲା। ପୁଣି ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା। ଦେଖନ୍ତୁ, ଜେଲରେ ଏମାନେ ଆରାଧନା କରୁଛନ୍ତି। ଟିକେ ଡର ଲାଗୁନାହିଁ କି ଜେଲର ଶୁଣିଲେ ଗାଳି କରବ?
ଏତେ ଆରାଧନା ଗୀତ ଗାନ କରୁଛନ୍ତି, ଟିକେ ଭୟ ଲାଗୁନାହିଁ? ପାଉଲଙ୍କୁ ଶିଲାଙ୍କୁ ପଚାରିଲେ ସେମାନେ କହିବେ, ମଧ୍ୟରାତ୍ରିରେ କଣ କରୁଛ? ତୁମକୁ ତ ଜେଲରେ ରଖିଛନ୍ତି, ତୁମେ ପାଟି କଲେ ଜେଲର ରାଗି ଯିବେ, ତୁମର ଆହୁରି ଅଧିକ ସଜା ହେଇଯିବ, ଆହୁରି ମାଡ଼ ତୁମେ ଖାଇବ। ସେମାନେ କହିବେ, ଆମେ ଜେଲକୁ ଭୟ କରୁନୁ, ଆମକୁ ବାନ୍ଧିଥିବା ବନ୍ଧନକୁ ଆମେ ଭୟ କରୁନୁ, ଆମେ ଏଇ ଜେଲରକୁ ଭୟ କରୁନୁ, ଏଇ ରୋମ ସରକାର ଶାସନକୁ ଆମେ ଭୟ କରୁନୁ, ଆମେ ଆମର ଯୀଶୁ ଖ୍ରୀଷ୍ଟଙ୍କୁ ଭୟ କରୁଛୁ, ଆମେ ଆମର ପରମେଶ୍ୱରଙ୍କୁ ଆମେ ଭୟ କରୁଛୁ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ପ୍ରଭୁଙ୍କୁ ଭୟ କରିବା ଜଣେ ଶିଷ୍ୟ ହେବା, ପ୍ରଭୁଙ୍କୁ ଭୟ କରିବା ଜଣେ ବିଶ୍ୱାସିନୀ ହେବା, ପ୍ରଭୁଙ୍କୁ ଭୟ କରିବା ଯୁବା ଯୁବତୀ ହେବା, ପ୍ରଭୁଙ୍କୁ ଭୟ କରିବା ଆମେ ସ୍ୱାମୀ ସ୍ତ୍ରୀ ହେବା, ଯଦ୍ୱାରା କି ଆମେ ଆମ ଜୀବନରେ ପ୍ରଭୁଙ୍କର ଗୌରବକୁ ଆମେ ପ୍ରକାଶ କରିପାରିବା। ପରମେଶ୍ୱର ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ